ଆପଣ ନହେଲେ ଭାବନ୍ତୁ ଯେ ଆଜିକା ଡେଟ୍ରେ ଫଲ୍ସ କେସ୍ ଦେଇକି କେତେ ଲୋକ ଜୀବନ କଣ ବର୍ବାଦ ହେଲାଣି। ବହୁତ ଲୋକଙ୍କ ଜୀବନ ମୁଁ ବି ଜାଣିଛି, ବହୁତ କିଛି ଲୋକଙ୍କୁ ଏବଂ ସେମାନେ ମାନେ ହଇରାଣ ଆପଣ ହେଇଛନ୍ତି। ବିଲିଭ କରିବେନି, ସେତେବେଳେ ମୋର ଜଣେ ଦାଦା ଥିଲେ, ସେ ମତେ ବହୁତ ହେଲ୍ପ କରିଛନ୍ତି। ଦାଦା ଜଣେ ଥିଲେ, ସେ ମତେ ମାନେ ଥାନାରେ ପାଇଁ ବୋଲେ ବହୁତ ହେଲ୍ପ କରିଛନ୍ତି। ଏବେ ରିସେଣ୍ଟଲି ଆଜ୍ଞା ମୋ ନାଁରେ ପୁଣି ଆଉ ଯାଇକି ଦେଇଥିଲେ ଥାନାରେ। ଆପଣ ବିଲିଭ କରିବେନି, ମୋ ଦେହ ଖରାପ, ମୋର କିଡନୀରେ ଷ୍ଟୋନ ହେଇଛି 10 mm ର। ମୁଁ ରାତିରେ ଶୋଇପାରୁନି, ସକାଳୁ ଉଠି ପାରୁନି, ମେଡିସିନ ଖାଉଛି। ଆଜ୍ଞା ତାଙ୍କ ଭଉଣୀ ଯିଏ ଏବେ ଯୋଉ କହୁଥିଲି, ଯୋଉ ସାଟେଲାଇଟ ଚ୍ୟାନେଲ, ଯୋଉ ନ୍ୟୁଜ ଚ୍ୟାନେଲ, ଓଡିଶାର ଆଜ୍ଞା ଗୋଟେ ଆଗ ଧାଡିର ବୁଲେଟିନ ଏଡିଟର ଅଛନ୍ତି, ତାଙ୍କ ଭଉଣୀଙ୍କର ଏବେ ବାହାଘର ହଉଛି। ଆଚ୍ଛା, ଏଇ ବଢିଆ କଥା। 21 ତାରିଖରେ ବାହାଘର। ବହୁତ ଭଲ, ଘର ସଂସାର କରନ୍ତୁ, କିଛି ଅସୁବିଧା ନାହିଁ ହେଲା। ତ ତମେ ଘର ସଂସାର କରିବ ବୋଲି ଆଉ ଜଣଙ୍କୁ ତମେ ବଳି ପକେଇଦବ। ଆଉ ଜଣଙ୍କୁ ନୁହଁ, ଏ ତ ଆପଣ ତ ବହୁତ ପରେ ଆସିଥିବେ, ତା ପୂର୍ବରୁ ବହୁତ। ନା ଶୁଣନ୍ତୁ, ସିଏ ତ ତାଙ୍କ କଥା ମୁଁ କହିବି, ମୁଁ ଭଉଣୀଙ୍କ କଥା କହୁଛି। ଭଉଣୀ ତାଙ୍କର ମ୍ୟାରେଜ ଏବେ କରୁଛନ୍ତି। ତାଙ୍କ ଭଉଣୀ ତାଙ୍କ ମାଉସୀ ପୁଅଙ୍କୁ ଭଲ ପାଉଥିଲେ ଆଜିକି ପାଖାପାଖି 12-13 ବର୍ଷ ହବ। ମାଉସୀ ପୁଅ, ନିଜ ମାଉସୀ ପୁଅକୁ, ବୁଝିପାରିଲେ। ତାଙ୍କ ସହିତ ପଳେଇ ବି ଥିଲେ, ସେ ଚ୍ୟାନେଲ ଛାଡିକି ପଳେଇଥିଲେ ବର୍ଷେ। ବାଃ, ଚମତ୍କାର। ହଁ, ବର୍ଷେ ତାଙ୍କ ଚ୍ୟାନେଲ ଛାଡିକି ପଳେଇଥିଲେ। ପଳେଇଲା ପରେ ତାଙ୍କୁ ବହୁତ କଷ୍ଟ, ତାଙ୍କ ପରିବାର ଲୋକ ଆଣିଲେ। ତାଙ୍କ ନିଜ ମାଉସୀ ପୁଅ, ତାଙ୍କ ମାଉସୀ ସେଠି ତାଙ୍କର ବୁଲେଟ ବି ଗୋଟେ କିଣିଛନ୍ତି ତାଙ୍କ ନାଁରେ, ତାଙ୍କୁ କିଣିକି ଦେଇଛନ୍ତି ବୁଲେଟ, ଗୋଟେ ଗାଡି ବି କିଣି ଦେଇଛନ୍ତି ତାଙ୍କ ଭଉଣୀ, ବୁଝିପାରୁଛନ୍ତି। ତ ତାଙ୍କ ଲେଖାପଢା ସବୁ ହେଲା ଯେ ଆମର ଆଉ ଆଙ୍କ ପାଖକୁ ଯିବା ନାହିଁ, କିଛି ନାହିଁ, ଇଏ ମୋ ବାଟକୁ ଆସିବେନି, ସେ ମୋ ବାଟକୁ ଆସିବେନି। ବଢିଆ କଥା। ଠିକ ଅଛି, ମୁଁ କାହିଁକି ଏଟା ଆସିଲି ମୁଁ କହୁଛି ଆପଣଙ୍କୁ। ତାଙ୍କ ବିଷୟରେ ମୁଁ ତ କହିବାର କିଛି ମୋର ଆବଶ୍ୟକ ନାହିଁ, କାହିଁକିନା ସିଏ ମତେ ଗୋଟେ ରାକ୍ଷୀ ପିନ୍ଧେଇଥିଲେ ମୋ ହାତରେ। ବଟ୍ କଣ କରିବା ଆଜ୍ଞା, ମୁଁ ତ ମରିଯାଉଛି, ମୋର ତ ପାଣି ଆସିକି ନାକରେ ମାଇଲାଣି, ମୁଁ ତ ମରିଯାଉଛି, ମୁଁ ତାଙ୍କୁ କାହିଁ ବଞ୍ଚେଇବି। ସେଇ ଯୋଉ ଭଉଣୀ ଜଣକ, ତାଙ୍କ ଭଉଣୀ ଯିଏ ହେବେ, ତାଙ୍କର ଏବେ ଏଙ୍ଗେଜମେଣ୍ଟ ହେଲା। ଏଙ୍ଗେଜମେଣ୍ଟ ହବ ବୋଲି ବାହାଘର ଠିକ ହେଇଛି, ଲକ୍ଷ୍ମୀ ସାଗରରେ ସେ ପୁଅଟି ତାଙ୍କ ହେଲା। ସେ କଣ ଏୟାରଲାଇନରେ ନା କଣ ଗୋଟେ କାମ କରୁଛି, ବୁଝିପାରିଲେ, ବିମାନ ମାନେ ଯୋଉ ଏୟାରଲାଇନ୍ସ ରେ କାମ କଣ କରୁଛି, ଏୟାରପୋର୍ଟରେ। ତ ଯଦି ତମର ବାହାଘର ହେଲା, ସିଏ ଜାଣିଛନ୍ତି, ମୁଁ ଜାଣିଛି କି ଆଙ୍କ ଭଉଣୀ ପଳେଇଥିଲେ ବୋଲି। ସେ ଚୋର, ବା ଚୋରଙ୍କ ମନରେ ନଥାଏ କି ଡର। ଆଜ୍ଞା ପର୍ଦା ପଛର ଯିଏ ଖଳନାୟକ ଥିଲେ, ଏବେ ଆସିଲେ ସାମ୍ନାକୁ। ଆଚ୍ଛା, ଜାଣିପାରିଲେ ତ କିଏ? ବୁଝିଲି। ହଁ, ଯିଏ ଯାହାକୁ ସେ ଭଲ ପାଉଛନ୍ତି, ବାହା ହେଇଥିବା ଲୋକ, ବନ୍ଧୁକ ଯୋଉ ଦେଖେଇଥିଲେ ଆପଣଙ୍କୁ ଦେଖେଇଥିଲେ। ଆଜ୍ଞା 6 ତାରିଖରେ ମୋ ନାଁରେ ଯାଇକି ବରଗଡ଼ ଥାନାରେ ପୁଣି କେଷ୍ଟ ଦେଇଛନ୍ତି। ଦିଆଯାଇଥିଲା ପୁଣି ଆଉଥରେ ଗୋଟେ। ସେ ତ 2023-24 ଦିଆଯାଇଥିଲା, ପୁଣି ଏବେକାର କଥା କହୁଛି 25 ସେପ୍ଟେମ୍ବର 6ରେ। ଆଚ୍ଛା, ରିଜନ କଣ? ଆଜ୍ଞା ତାଙ୍କ ଗାଡି କୁଆଡେ ମୁଁ 12:30 ରାତିରେ, ମୁଁ ଗୋଟେ ବସିଛି, ଆଉ ମୁଁ ମାନେ ଯୋଉମାନେ ବି ମତେ ଦେଖୁଛନ୍ତି, ଆପଣ ନିଜେ ଚିନ୍ତା କରନ୍ତୁ, ମୁଁ ଗୋଟେ ଆଜ୍ଞା ଦାଦା ବଟି ଆଦାୟ କରିବା ଲୋକ ଦେଖାଉଛି। ଓହୋ, ସେ ଥାନାରେ ଯାଇକି ଏଫଆଇଆର ଦେଲେ ଯେ ରାକେଶ ରଞ୍ଜନ ବିଶ୍ୱାସ, ଆଜ୍ଞା ଏଇ ଲୋକଟି ମୋ ଗାଡିକୁ ହାଇଟେକ୍ ଛକ ପାଖରେ ରାତି 12:30ରେ ମୋ ଗାଡିକୁ ଅଟକେଇ, ମୋ ଡ୍ରାଇଭରକୁ ତଳକୁ ଓହ୍ଲାଇ ତାକୁ ବହୁତ ମାଡ ମାରିଛନ୍ତି। ମାଡ ମାରିକି ତାଠୁ 50,000 ଟଙ୍କା ଆଦାୟ କରିଛନ୍ତି। ଆଉ ତା ଯୋଗୁ ମୋ ଗାଡିଟାକୁ ଓଲଟେଇ ଦେଲେ, ଆଉ ଯୋଉଠି ମୋର କଂକ୍ରିଟ ଗୁଡା ଲସ୍ ହେଇଯାଇଛି, 2 ଲାକ୍ଷ ମୋର ଲସ୍ ହେଇଯାଇଛି। ଆଜ୍ଞା ମାନେ ଟ୍ରେକରେ ମୋ ଦେହ ଖରାପ, କଂକ୍ରିଟ ମାନେ ସେ ଯୋଉ ଟ୍ରକ ଯୋଉ ରେଡି ମିକ୍ସ କହୁଛନ୍ତି, ଆପଣ ସେ ଗାଡିଟାକୁ ଓଲଟେଇ ଦେଲେ, ସେଥିରେ ପାଖାପାଖି ତାଙ୍କର 2.5 ରୁ 3 ଲକ୍ଷ ନଷ୍ଟ ହେଲା। ପ୍ଲସ ଡ୍ରାଇଭରକୁ 50,000 ଟଙ୍କା ବଟି ମାଗିଲେ, ବାଡେଇ ଦେଲେ ବି। ତା ମାନେ ଯିଏ ତ 2-3ଟା ବିଏନଏସ୍ ଧାରା ଲାଗିଗଲା। ଆଜ୍ଞା ସେଠୁ ଜେଲ ଗଲେ ତ ଆଜ୍ଞା, ତ ପୁଣି ଏମାନଙ୍କର ପୁଣି ରାସ୍ତାଟା କ୍ଲିୟର ହବ, କଥାଟା ବୁଝିପାରୁନାହାନ୍ତି। ମାନେ ତ ସେଠୁ ବି ସେଠି ଗଲେ, ଶୁଣନ୍ତୁ, ସେଠୁ ସିଏ କଣ କରିଛନ୍ତି ନା, ଯେତେବେଳେ ଏଇ ସବୁ ଜିନିଷ ଲେଖିଛନ୍ତି ଦେଇଛନ୍ତି, ମୁଁ 6 ତାରିଖ ଦିନ, ମତେ 7 ତାରିଖ ଦିନ ଫୋନ ଆସିଲା, ମୋ ଦେହ ଖରାପ। ମୁଁ ତାଙ୍କୁ କହିଲି ବି, ଜଣେଇଲି, ମୁଁ ସାର୍ ମୋ ଦେହ ଖରାପ, ମୋର କିଡନୀରେ ଗୋଟେ ଷ୍ଟୋନ ହେଇଛି, ମୁଁ ବେଶ ସମୟ ଚାଲି ପାରୁନି, କି ମୁଁ ବସିବି ପାରୁନି, ଆଉ ମୁଁ ସାର୍ ଯିବି। 8 ତାରିଖ ଦିନ ମୁଁ ଗଲି, ମତେ କହିଲେ ଆଜି ସେ ଲୋକ ଆଭେଲେବୁଲ ନାହାନ୍ତି। ସେ ଏତେ ବିଜି ଲୋକ କୋଉଥିରେ କହିଲେ, ଗାଡି ତ ଲାଗିଛି, ଝିଅଙ୍କୁ ଧରି ବୁଲିବା ସେଥିରେ ବିଜି। ସିଏ ଏତେ ବିଜି, ସିଏ କୁଆଡେ ପୁରୀ ଯାଇଥିଲେ ବୁଲିବା ପାଇଁ ତାଙ୍କ ଭଉଣୀ ମାନଙ୍କୁ ଧରିକି। ଓହୋ, ପଇସା ଅଛି ବୁଲିବାକୁ ଗଲେ। ଆଉ କହିଲେ 6 ତାରିଖରେ ଏଫଆଇଆର ଦିଆଗଲା। ଆଜ୍ଞା 7 ତାରିଖରେ ମୋ ପାଖକୁ ଫୋନ ଆସିଲା, ଫୋନ କଲେ ପୋଲିସରେ ଯେ ଭାରପ୍ରାପ୍ତ ଅଧିକାରୀ ଅଛନ୍ତି। 8 ତାରିଖରେ ଆପଣ ପହଞ୍ଚିଲେ ଯେ ମୋ ଦେହ ଖରାପ ଅଛି, ମୁଁ ଯାଇ ପହଞ୍ଚିବି। ପହଞ୍ଚିଲେ, କିନ୍ତୁ ସେଦିନ ସିଏ ଆସି ନଥିଲେ। ନା, ମୁଁ ଯେତେବେଳେ ଫୋନ କଲି ତାଙ୍କୁ, ଯୋଉ ସାରଙ୍କୁ, ଯୋଉ ସାର୍ ମୋର ନେଇଥିଲେ ଏସ୍ଆଇ ଜଣଙ୍କ, ତାଙ୍କୁ ଯେତେବେଳେ ଫୋନ କଲି, ସେ କହିଲେ ଆଜି ତ ସିଏ ଆସିବେନି, ହେଲେ ମନା କରୁଛନ୍ତି, ମୁଁ ବି ନାହିଁ, ତମେ କାଲି ଆସ। ଠିକ ଅଛି। ମୁଁ 9 ତାରିଖ ଦିନ ଗଲି। 9 ତାରିଖ ଦିନ ଯେତେବେଳେ ଗଲି, ମୁଁ ମାନେ ଭାବନ୍ତୁ କେତେ ଥର ମତେ ଥାନାକୁ ଘୋଷଣା ହଉଛି, ମାନେ ସିଏ ପଇସା ପାଇଁ, ଇଏ ଦେହ ସୁଖ ପାଇଁ, ବୁଝିଲି। ସେଠୁ ମୁଁ ଯେତେବେଳେ ଗଲି, ଆଜ୍ଞା ଗଲା ପରେ ସେଠୁ ମୁଁ କହିଲି, ଆଜ୍ଞା ହଁ ଏଫଆଇଆର କଣ ଅଛି ନା, ସିଏ ବାବା ତୁ କଣ ଦାଦା ବଟି ଆଦାୟ ମାଗୁଛୁ, ଏକ୍ସଟର୍ସନ କେସ୍ ତୋ ନାଁରେ ପଡିଛି, ଇଏ କରିଛି। ମୁଁ କହିଲି ଆଜ୍ଞା ମୁଁ ଦେଖାଯାଉଛି, ଆମେ ପୋଷ୍ଟ ଗ୍ରାଜୁଏଟ, ମୁଁ ଦେଖାଯାଉଛି ସାର୍, ମୁଁ ସେଇଭଳିଆ କରିବା ପାଇଁ ନା। କେବେ ଦୋଷୀ କେବେ କଣ କହେ କି ମୁଁ ଦୋଷ କରିଛି ବୋଲି? ନା କ୍ରିମିନାଲ କେବେ ଦେଖାଯାଏ ଯେ ମୁହଁରୁ ସେ ଗୋଟେ କ୍ରିମିନାଲ ଭଳିଆ?
ଥାନା ବାଲା ମତେ କହୁଛନ୍ତି ସେ ଥାନା ବାବୁ ଯିଏ ଥିଲେ ସେ ଜାଣି ପାରୁନଥିଲେ ଯେ ଏ ଲୋକଟି କରିଥିବ କି ନ କରିଥିବ ହେଲା ନା ହଉ ହଉ ବାବୁ ହଉ ଦେଖିବା କଣ ହଉଛି ତୁ ସେ ଆସନ୍ତୁ ଆଇଲେ ବାବୁ ଆମର ମହାରାଜା ଆସିଲେ ମହାରାଜା କେମିତି ଆସନ୍ତି ପୁରା ସୈନ୍ୟ ସାମନ୍ତ ଧରିକି ଆଉ 5-7 ଜଣ ତାଙ୍କ ସାଙ୍ଗରେ ଥିବେ 5-7 ଜଣ ନୁହଁ ଆଜ୍ଞା 15-20 ଜଣ ଆଚ୍ଛା ତାଙ୍କର ନେକ୍ସନ ଗାଡି ଟ୍ୟୁବି ଗାଡି ଏଇଟା ମୁଁ ପରେ ଜାଣିଲି କି ଏତେ ଲୋକ ଆସିଥିଲେ ବୋଲି ବଟ୍ ପଶିଲେ ଥାନା ଭିତରେ 7 ଜଣ ତାଙ୍କ ଆଗରେ ତାଙ୍କର 2 ଜଣ ବନ୍ଧୁ ଆଉ ତାଙ୍କର ଯୋଉ ଡ୍ରାଇଭର ସେ ଯୋଉ ଡ୍ରାଇଭର ମୁଁ ଠିଆ ହେଲେ ଆଜ୍ଞା ମୁଁ ତାଙ୍କୁ ଏମିତି ଅନଉଛି ତାମାନେ ଆପଣଙ୍କ ହାଇଟ୍ ହେଲା 5 ଫୁଟ 8 ଇଞ୍ଚ ମାନେ ତାଙ୍କ ହାଇଟ୍ ନା ମୋର 5 ଫୁଟ 5 5 ଫୁଟ 5 ସେ 5 ଫୁଟ 7 କି 8 ହେବେ ଆଉ ହଟ୍ଟା କଟ୍ଟା ପୁରା ବଡି ବିଲ୍ଡର ଭଳି ଧରିନିୟନ୍ତୁ 5 ଫୁଟ 10 ଇଞ୍ଚ ହଁ ମୁଁ ତାଙ୍କୁ ଏମିତି ଅନଉଛି ମୁଁ ତାଙ୍କୁ ପଚାରୁଛି ଭାଇ ତମକୁ ମୁଁ କୋଉଠି ଧମକେଇଲି ନା ହାଇଟେକ୍ ଛକ ପାଖରେ ମୁଁ କହିଲି କେବେ କଣ ମୋର ମନେ ଅଛି ସିଏ କହୁ ଥାନା ଆଗରେ କହୁଛ କେବେ କଣ ମୋର ମନେ ଅଛି ଗୋଟେ ଗାଡିର ଡ୍ରାଇଭର ଯାଇଛି ମାଲିକର 3 ଲକ୍ଷ ଟଙ୍କା ଲସ୍ ହେଇଗଲା ଏବଂ ମତେ ଜଣେ ଲୋକ ଧମକେଇକି ଗଲା ବାଡେଇ ଦବ ବୋଲି କହିଲା ଏବଂ 50,000 ଟଙ୍କା ଗାଡିରୁ ଛଡେଇକି ବି ନେଇଗଲା ସେ ଲୋକଟାକୁ ମୁଁ ସେଠି ଚିହ୍ନି ପାରୁନି କି ଡେଟ୍ ମନେ ରଖିନି ନା ଡେଟ୍ ମନେ ନାହିଁ ଦିନ ବି ମନେ ନାହିଁ ଥାନା ବାଲାଙ୍କ ଆଗରେ ହେଲା ସିଏ ଯେ ବାବୁ ଆମର ପୁରା ଗୋଡଟାକୁ ଏମିତି ପକେଇ ଥାନା ଭାବନ୍ତୁ ସମସ୍ତେ ଆମେ ଠିଆ ହେଇଛୁ ସିଏ ପୁରା ଚିଆର ଭିଡି ଆଣି ଗୋଡ ଉପରେ ଗୋଡ ପକେଇ ବସି ଖାଲି ମାନେ ଯେମିତି ମାନେ ପାଇଲେ ଯେମିତି ମତେ ଖାଇଯିବ ବୁଝିପାରୁଛନ୍ତି ମୁଁ ମୋର ଠିଆ ହେଇ ଚୁପଚାପ ସେଠୁ ପଚାରିଲେ କଣ ବାବା ମୁଁ କହିଲି ଆଜ୍ଞା ପ୍ରଥମ ତ କଥା ପଚାରନ୍ତି ଯେ ମୁଁ କୋଉଠି ତାଙ୍କୁ ଧରିଲି ହାଇଟେକ୍ ଛକ ପାଖରେ 12:30 ରାତିରେ ମୋ ଦେହ ଖରାପ ମୁଁ ଆପଣଙ୍କୁ କହୁଛି ମୁଁ ଆପଣଙ୍କୁ ମେଡିକାଲ ରିପୋର୍ଟ ବି ଦେଇଦେବି ଆଉ ମୋ ଦେହ ଖରାପରେ ମୁଁ ଯିବି ଆଜ୍ଞା 12:30 ରାତିରେ କେବେ ଆପଣ ନିଜେ ଭାବନ୍ତୁ ଆଉ ଯଦି ବି ମୁଁ ତାଙ୍କୁ ଓହ୍ଲେଇଲି ଆଜ୍ଞା ତାଙ୍କ ଫିଜିକ୍ସ ଦେଖନ୍ତୁ ମୋ ଫିଜିକ୍ସ ଦେଖନ୍ତୁ ସେ 2ଟା ଚାପଡ଼ା ମାରିଲେ ମୁଁ ସେଇଠି ପଡିବି ହଁ ଗଲା ସେକେଣ୍ଡ ଡ୍ରାଇଭରକୁ ଯୋଉ ଆଣିଛନ୍ତି ତାଙ୍କୁ ପଚାରେ ତମେ କୋଉଠି ମୁଁ କହିଲି ଆଜ୍ଞା ଆପଣ ମତେ କୋଉଠି ଦେଖିଲେ ନା ଆଜ୍ଞା SBI କଲୋନୀ ପାଖରେ ଆପଣଙ୍କୁ ଦେଖିଲି ମୁଁ କହିଲି ଆଜ୍ଞା ମୁଁ କଣ ପିନ୍ଧିଥିଲି ନା ତମେ ହେଲମେଟ ପିନ୍ଧିଥିଲ ଆଜ୍ଞା ମୋ ଘର ପାଖରେ ମୁଁ କାହିଁ ହେଲମେଟ ପିନ୍ଧିବି ଓହୋ ଠିକ ଅଛି ପରାମର୍ଶ ନେଇ ସେ ସବୁ ଶିକ୍ଷା ଶିଖେଇକି ଆସିଛନ୍ତି ଏଇଆ କହିବା ଏବଂ ଏ ଲୋକଟିକି ଯୋଉ ରାକେଶ ରଞ୍ଜନ ବିଶ୍ୱାସଟି ଯୋଉ ଭିଡିଓଟି ରଖିଛି କାଳେ ସିଏ ବାହାରେ ପରିପ୍ରକାଶ କରିଦବ ପ୍ରକଟ କରିଦବ ତ ଆକୁ ଡରେ ଆଇଦର ଆକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତେଇବା ଗଣି ଶୁଣନ୍ତୁ ଗଣି ସେ 9 ଥର କହିଲେ ଥାନାରେ କି ଆକୁ ଆଜ୍ଞା ଆପଣ ଜେଲ ପଠେଇବେ ନା ପଠେଇବେନି ଆଚ୍ଛା ସେ ଥାନା ବାଲା ପ୍ରେସର କରୁଛନ୍ତି ହଁ ଆପଣ ପଠେଇବେ ନା ପଠେଇବେନି ଥାନାରେ ଯିଏ ଥିଲେ କହିଲେ ଆଜ୍ଞା ଦେଖନ୍ତୁ ମତେ ଡିଜି ଅଫିସ ଯିବାକୁ ପଡିବ କାହିଁକିନା ମୋର ପ୍ରମୋସନଟା ଅଛି ମୁଁ ଯିବି ବୋଲି ଡିଜି ମତେ ଅନେଇ ବସିନି ଆପଣ ଚିଡେଇ ଦିଅନ୍ତୁ ନା କାହିଁକି ସେ ତ କହୁଛି କରିନି ଆପଣ କାହିଁକି ପ୍ରେସରାଇଜ କରୁଛନ୍ତି ନା ନାଇଁ ସାର୍ ଆପଣ ଗୋଟେ କାମ କର ଆଜି ଯାଆନ୍ତୁ କିଛି ଅସୁବିଧା ନାହିଁ ମୁଁ ଆଉ 3 ଦିନ ୱେଟ୍ କରିଯିବି ମୁଁ ଅଲରେଡି ହାଇକୋର୍ଟ ଓକିଲ ସହିତ କଥା ହେଇଯାଇଛି ଆକୁ କେମିତି ଫସେଇ ବୋଲି ଆପଣ ଏଠି ଆକୁ ଏ କେସ୍ ଟାକୁ ଫରୱାର୍ଡ କଲେ ଏ କେସ୍ ଟାକୁ ମୋର ଫରୱାର୍ଡ କରନ୍ତୁ ସେଠୁ ସେ କହିଲେ ଯେ 9 ଥର କହିଲେ ତାପରେ ସେଠି ଥାନା ସେ ଯିଏ ଅଛନ୍ତି ଅଧିକାରୀ ସେ କହିଲେ ଯେ ଆରେ ବାବୁ ତମେ ତ ଭିଡିଓ ରଖିଛ କି ତମେ ରେକର୍ଡିଂ ରଖିଛ କି ଯଦି ରଖିନ ମୁଁ କୋଉ ବେସିସରେ ଆକୁ ପୁରେଇବି ପୁରେଇ ତ ପାରିବିନି କିନ୍ତୁ ଆପଣଙ୍କ ପାଖରେ ଭିଡିଓଟା ଅଛି କିନ୍ତୁ ସେ ଦାଦାଗିରିର ଭିଡିଓଟା ସିଏ ରଖିନା ନା ସିଏ ସେଠୁ ମତେ କଣ କଲେ ନା ମତେ କହିଲେ ବାବା ତୁ ଗୋଟେ କାମ କର ତାଙ୍କୁ କ୍ଷମା ମାଗିଦେ ଆଉ ତୁ ଯା ମୁଁ କହିଲି ଠିକ ଅଛି ସାର୍ ମୁଁ ତ କିଛି କରିନାହିଁ ମୁଁ କ୍ଷମା କାହିଁ ମାଗିବି ତ ସେଠୁ ସେ ଯୋଉ ମହାନ ବ୍ୟକ୍ତି ଜଣକ ଅଛନ୍ତି କହୁଛନ୍ତି କାହିଁ ଦେଖନ୍ତୁ ଆଜ୍ଞା ଯିଏ ଆଗରୁ ଦେଖିନି ସେ ତ ସବୁ କିଛି ପାଇଯାଏ ନା ସେ ଭାବେ ଯେ ମୁଁ ସବୁଠୁ ବଡ ବୁଝୁଛନ୍ତି ତ 25,000 ଟଙ୍କା ଦରମା ପାଉଥିଲା ଆଜ୍ଞା ଡେଲ୍ଟା ଇଞ୍ଜିନ ଚାକିରି କଥା 25,000 ଟଙ୍କା ଦରମା ପାଉଥିଲା ତ ଏବେ 21ଟା ଗାଡି କରିଦେଇଛି ତ ଆଠୁ ମାରିକି ସେଥିପାଇଁ ସେ ଭାବୁଛି ସେ ଗୋଟେ ବହୁତ ବଡ ଲୋକ ବୁଝିପାରୁଛନ୍ତି ତ